ଇୟୋବ ପୁସ୍ତକ ଅଧ୍ୟାୟ 12। ଇୟୋବଙ୍କ ଉତ୍ତର ଈଶ୍ୱରଙ୍କ ପ୍ରଜ୍ଞା ପ୍ରକାଶ। ସେ ସମୟରେ ଇୟୋବ ଉତ୍ତରରେ କହିଲେ, ଏହା ନିଃସନ୍ଦେହ ଯେ ତୁମେମାନେ ମନୁଷ୍ୟ ତୁମମାନଙ୍କର ମୃତ୍ୟୁ ସମୟରେ ତୁମ ସହ ତୁମ ପ୍ରଜ୍ଞା ମଧ୍ୟ ନିଃଶେଷ ହେବ। କିନ୍ତୁ ତୁମମାନଙ୍କ ଭଳି ମୋର ମଧ୍ୟ ବୋଧଶକ୍ତି ରହିଛି। ତୁମ ତୁଳନାରେ ମୁଁ ନ୍ୟୁନ ନୁହେଁ। ଏ ସମସ୍ତ କଥା କିଏ ବା ନ ଜାଣେ? ମୁଁ ମୋର ବନ୍ଧୁମାନଙ୍କର ଉପହାସ ପାତ୍ର ହୋଇଛି। ଈଶ୍ୱରଙ୍କୁ ଡାକି ମୁଁ ନିବେଦନ କଲି, ସେ ମୋତେ ଉତ୍ତର ଦେଲେ। ନୀତିନିଷ୍ଠ ତଥା ନିର୍ଦ୍ଦୋଷ ବ୍ୟକ୍ତି ଥିବା ସତ୍ତ୍ୱେ ମୁଁ ଉପହାସ ପାତ୍ର ହୋଇଛି। ଯିଏ ଆମୋଦ ଭୋଗୀ ସେ ଦୁର୍ଭାଗ୍ୟକୁ ଅବଜ୍ଞାଜନିତ ନୟନରେ ଚାହେଁ ଓ ଯେଉଁମାନଙ୍କର ପାଦ ସ୍ଖଳିତ ହୁଏ ସେମାନଙ୍କୁ ଠେଲି ଦେବା ପାଇଁ ତାହା ତତ୍ପର। ତସ୍କରମାନଙ୍କର ତମ୍ବୁ ସମୂହ ଶାନ୍ତି ଭୋଗରେ ଅବସ୍ଥାନ କରେ। ଯେଉଁମାନେ ଈଶ୍ୱରଙ୍କୁ କୁପିତ କରାନ୍ତି, ଯେଉଁମାନେ ନିଜର ହସ୍ତକୁ ନିଜ ଦେବ ରୂପେ ପରିଣତ କରନ୍ତି, ସେମାନେ ନିରାପଦରେ ଅବସ୍ଥାନ କରନ୍ତି। କିନ୍ତୁ ବନ୍ୟପଶୁମାନଙ୍କୁ ପ୍ରଶ୍ନ କର, ସେମାନେ ତୁମକୁ ଶିକ୍ଷା ଦେବେ। ଖଚରମାନଙ୍କୁ ପଚାର, ସେମାନେ ତୁମକୁ କହିବେ। କିନ୍ତୁ ପୃଥିବୀର ଉଦ୍ଭିଦଗୁଡ଼ିକୁ ପ୍ରଶ୍ନ କର, ସେମାନେ ତୁମକୁ ଶିକ୍ଷା ଦେବେ। ଓ ସମୁଦ୍ରଚର ମତ୍ସ୍ୟଗୁଡ଼ିକ ପଚାର, ସେମାନେ ତୁମ ପ୍ରତି ଘୋଷଣା କରିବେ। ଏମାନଙ୍କ ମଧ୍ୟରୁ କିଏ ଏହା ଜାଣେ ନାହିଁ ଯେ ପ୍ରଭୁଙ୍କ ହସ୍ତ ଏପରି କାର୍ଯ୍ୟ ସାଧନ କରିଅଛି? ପ୍ରତ୍ୟେକ ଜୀବରାଶିର ଜୀବନ ଓ ମାନବ ଜାତିର ଜୀବନଶ୍ୱାସ ତାହାଙ୍କ ହସ୍ତରେ ଅବସ୍ଥିତ। ଜିହ୍ୱା ଯେପରି ଭକ୍ଷଣର ଆସ୍ୱାଦନ ଚିହ୍ନିପାରେ, କର୍ଣ୍ଣ କ'ଣ ସେହିପରି ବାକ୍ୟ ପରୀକ୍ଷା କରେ ନାହିଁ? ପ୍ରଜ୍ଞା ବୁଦ୍ଧମାନଙ୍କଠାରେ ଦେଖାଯାଏ, ବୟୋବୃଦ୍ଧି ସହିତ ତାହା ପରିବର୍ଦ୍ଧିତ ହୁଏ। ପ୍ରଜ୍ଞା ତଥା ଶକ୍ତି ଈଶ୍ୱରଙ୍କ ସହବର୍ତ୍ତୀ, ଆଲୋଚନା ତଥା ବୋଧଶକ୍ତି ତାହାଙ୍କର। ସେ ଯେତେବେଳେ ଭଗ୍ନ କରନ୍ତି, କେହି କେବେ ତାହା ପୁନର୍ନିର୍ମାଣ କରିପାରେ ନାହିଁ। ସେ ଯେତେବେଳେ ଜଣେ ମନୁଷ୍ୟକୁ ଅବରୁଦ୍ଧ କରନ୍ତି, କେହି କେବେ ତାହା ଉନ୍ମୁକ୍ତ କରିପାରେ ନାହିଁ। ସେ ଯଦି ଜଳକୁ ଅଟକାଇ ରଖନ୍ତି, ତେବେ ତାହା ଶୁଷ୍କ ହୁଏ। ସେ ଯଦି ପୁନରାୟ ତାହାକୁ ପଠାନ୍ତି, ତେବେ ତାହା ପୃଥିବୀକୁ ନିମଗ୍ନ କରେ। ଶକ୍ତି ତଥା ପ୍ରଜ୍ଞା ତାହାଙ୍କର ସହବର୍ତ୍ତୀ, ପ୍ରବଞ୍ଚିତ ତଥା ପ୍ରବଚକ ଉଭୟେ ତାହାଙ୍କର ଅଧୀନସ୍ଥ। ଉପଦେଶକମାନଙ୍କୁ ଜ୍ଞାନରୁ ବଞ୍ଚିତ କରାଇ ସେ ସେମାନଙ୍କୁ ବିଦାୟ ଦିଅନ୍ତି। ନ୍ୟାୟାଧୀଶମାନଙ୍କୁ ସେ ମୂଢ଼ କରାନ୍ତି। ରାଜାମାନଙ୍କର କଟିବନ୍ଧନୀକୁ ସେ ଅନାବଦ୍ଧ କରନ୍ତି ଓ ସେମାନଙ୍କୁ କଟିବନ୍ଧନୀ ପରିହିତ କରାନ୍ତି। ଯାଜକମାନଙ୍କର ପୋଷାକକୁ ସେ କାଢ଼ି ପକାନ୍ତି। ପରାକ୍ରମଶାଳୀଙ୍କୁ ସେ ବିଧ୍ୱସ୍ତ କରନ୍ତି। ବାଗ୍ମୀମାନଙ୍କୁ ବାକ୍ଚାତୁରୀରେ ସେ ବଞ୍ଚିତ କରାନ୍ତି ଓ ବୟୋଜ୍ୟେଷ୍ଠମାନଙ୍କର ବିବେକ ଅପସାରଣ କରନ୍ତି। ଶାସକ ବ୍ୟକ୍ତିମାନଙ୍କ ଉପରେ ସେ ଅବଜ୍ଞା ଅଜାଡ଼ି ଦିଅନ୍ତି ଓ ଶକ୍ତିଶାଳୀମାନଙ୍କର କଟିବନ୍ଧନୀକୁ ଅନାବଦ୍ଧ କରନ୍ତି। ସେ ଅନ୍ଧକାର ଆଚ୍ଛାଦିତ ଅଗାଧକୁ ଅନାବୃତ କରନ୍ତି ଓ ଗାଢ଼ ତିମିରକୁ ଶୋଭାପୂର୍ଣ୍ଣ କରନ୍ତି। ସେ ରାଜ୍ୟ ସବୁକୁ ଶକ୍ତିଶାଳୀ ତଥା ବିଧ୍ୱସ୍ତ କରନ୍ତି। ସେ ଜାତିମାନଙ୍କର ବୃଦ୍ଧିପ୍ରାପ୍ତ ତଥା ବିନାଶ କରନ୍ତି। ଭୂପୃଷ୍ଠବାସୀ ମୁଖ୍ୟ ବ୍ୟକ୍ତିମାନଙ୍କୁ ସେମାନଙ୍କ ବିବେକରୁ ସେ ବଞ୍ଚିତ କରନ୍ତି ଓ ସେମାନଙ୍କୁ ପଥହୀନ ବିଜନ ସ୍ଥାନଗୁଡ଼ିକରେ ପଥଭ୍ରମଣ କରାନ୍ତି। ସେମାନେ ଆଲୋକଶୂନ୍ୟ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି। ସେ ସେମାନଙ୍କୁ ପାନୋନ୍ମତ୍ତ ଲୋକ ସଦୃଶ ଟଳମଳ କରାନ୍ତି। ଅଧ୍ୟାୟ 13। ନିଜ ଚକ୍ଷୁରେ ମୁଁ ଏ ସମସ୍ତ ଦେଖିଅଛି, ନିଜ କାନରେ ଶୁଣି ହୃଦବୋଧ କରିଅଛି। ଯାହା ତୁମେମାନେ ଜାଣ, ତାହା ମୋତେ ମଧ୍ୟ ଜଣାଅ। ତୁମମାନଙ୍କ ତୁଳନାରେ
ମୁଁ ନ୍ୟୁନ ନୁହେଁ। କିନ୍ତୁ ମୁଁ ସର୍ବଶକ୍ତିମାନଙ୍କ ସହିତ କଥା କହିବି। ଈଶ୍ୱରଙ୍କ ସହିତ ମୋ ସପକ୍ଷରେ ପ୍ରତିବାଦ କରିବାକୁ ମୁଁ ଅଭିଳାଷୀ। ତୁମେମାନେ କେବଳ ମିଥ୍ୟା ବଚନ ଦ୍ୱାରା ଚୂନ ଧଉଳୁଅଛ। ତୁମେମାନେ ସମସ୍ତେ ଅନୁପଯୋଗୀ ଚିକିତ୍ସକ। ତୁମେମାନେ ଯଦି ମୌନୀ ହୋଇଥାନ୍ତ, ତେବେ ତାହା ତୁମମାନଙ୍କର ପ୍ରତି ପ୍ରଜ୍ଞା ସଦୃଶ ହୋଇଥାନ୍ତା। ମୋର ଯୁକ୍ତିବାଦ ପ୍ରତି କର୍ଣ୍ଣପାତ କର। ମୋର ଅଧର ନିଃସୃତ ପ୍ରତିବାଦ ପ୍ରତି ମନୋଯୋଗ କର। ତୁମେମାନେ କ'ଣ ଈଶ୍ୱରଙ୍କ ସପକ୍ଷରେ ମିଥ୍ୟା କଥା କହିବ? ତାଙ୍କ ପ୍ରତି କ'ଣ ପ୍ରବଞ୍ଚନାତ୍ମକ କଥାବାର୍ତ୍ତା କରିବ? ତୁମେମାନେ ଈଶ୍ୱରଙ୍କ ପ୍ରତି ପକ୍ଷପାତିତା ଦର୍ଶାଇବ କି? ତାହାଙ୍କ ପ୍ରତି ଯୁକ୍ତିବାଦ କରିବ କି? ତୁମମାନଙ୍କୁ ପରୀକ୍ଷା କରିବା ସମୟରେ ସେ କ'ଣ ତୁମଠାରେ କୌଣସି ଭଲ କାର୍ଯ୍ୟର ଦର୍ଶନ କରିପାରିବେ? ଅଥବା ମନୁଷ୍ୟକୁ ପ୍ରତାରିତ କରାଉଥିବା ଭଳି ତୁମେମାନେ କ'ଣ ତାହାଙ୍କୁ ପ୍ରବଞ୍ଚନା କରିପାରିବ? ତୁମେମାନେ ଯଦି ଗୋପନରେ ପକ୍ଷପାତିତା ଦର୍ଶାଇବ, ତେବେ ସେ ତୁମକୁ ଅବଶ୍ୟ ତିରସ୍କାର କରିବେ। ତାହାଙ୍କର ମହତ୍ତ୍ୱ ତୁମମାନଙ୍କୁ ଭୟଚକିତ କରିବ ନାହିଁ କି? ତାଙ୍କ ପ୍ରତି ଥିବା ଭୟଭୀତି ତୁମ ଉପରେ ନିପତିତ ହେବ ନାହିଁ? ତୁମମାନଙ୍କର ନୀତି ବଚନ ସବୁ ଭସ୍ମ ତୁଲ୍ୟ ପ୍ରବାଦ ବାକ୍ୟ। ତୁମମାନଙ୍କର ଯୁକ୍ତିବାଦ ମୃତ୍ତିକା ସଦୃଶ ବାଦାନୁବାଦ। ମୌନୀ ହୁଅ। ମୁଁ କଥା କହିବି। ମୋ ପ୍ରତି ଯେକୌଣସି କାର୍ଯ୍ୟ ସଂଘଟିତ ହେଉ। ମୋର ମାଂସକୁ ଦନ୍ତପଂକ୍ତି ମଧ୍ୟରେ ମୁଁ ଚର୍ବଣ କରିବି ଓ ମୋର ଜୀବନକୁ ମୋ ହସ୍ତରେ ଧାରଣ କରିବି। ସେ ମୋତେ ନିଧନ କରିବେ, ମୋର କିଛି ହିଁ ଆଶା ନାହିଁ। ତଥାପି ତାହାଙ୍କର ମୁଖ ସମ୍ମୁଖରେ ମୁଁ ମୋର ମାର୍ଗର ସମର୍ଥନ ଜଣାଇବି। କୌଣସି ଅଧର୍ମୀ ତାହାଙ୍କର ସନ୍ନିଧାନକୁ ଆସିବ ନାହିଁ। ଏହା ହିଁ ମୋର ପରିତ୍ରାଣ। ମୋର ବାକ୍ୟକୁ ମନୋଯୋଗ ପୂର୍ବକ ଶୁଣ ଓ ମୋର ଘୋଷଣା ତୁମ କାନରେ ଶୁଭୁ। ଦେଖ, ମୋର ଯୁକ୍ତିବାଦ ମୁଁ ପ୍ରସ୍ତୁତ କରିଅଛି। ମୁଁ ଜାଣେ ଯେ ନିର୍ଦ୍ଦୋଷୀ ସଦୃଶ ମୁଁ ସମର୍ଥିତ ହେବି। ମୋ ସହ ପ୍ରତିବାଦ କରିବା ପାଇଁ କିଏ ବା ଅଛି? କାରଣ ମୁଁ ନୀରବ ହୋଇ ମୃତ୍ୟୁବରଣ କରିପାରେ। କେବଳ 2ଟି କାର୍ଯ୍ୟ ମୋତେ ପ୍ରଦାନ କର, ତାହେଲେ ତୁମ ସମ୍ମୁଖରେ ମୁଁ ଲୁକାୟିତ ହୋଇ ରହିବି। ମୋ ଠାରୁ ତୁମ ହସ୍ତ ପ୍ରତ୍ୟାହାର କର ଓ ତୁମ ପ୍ରତି କୌଣସି ଭୟଭୀତି ମୋତେ ଆତଙ୍କିତ ନ କରୁ। ତତ୍ପରେ ଡାକ ଓ ମୁଁ ପ୍ରତ୍ୟୁତ୍ତର ଦେବି, ନଚେତ୍ ମୁଁ କଥା କହିବି ଓ ତୁମେ ମୋତେ ଉତ୍ତର ଦିଅ। ମୋର ଅପରାଧ ତଥା ପାପ କେତେ? ମୋର ଅପରାଧ ତଥା ପାପ ମୋତେ ଜଣାଅ। ତୁମେ କାହିଁକି ତୁମ ମୁଖ ଲୁକାୟିତ କରି ରଖିଅଛ? କାହିଁକି ମୋତେ ତୁମର ଶତ୍ରୁ ସଦୃଶ ପରିଗଣନା କରୁଅଛ? ଝଡ଼ି ପଡ଼ୁଥିବା ପତ୍ରକୁ ତୁମେ କ'ଣ ଭୟଚକିତ କରିବ? ତୁମେ କ'ଣ ଶୁଷ୍କ ଅଗାଡ଼ିର ପଶ୍ଚାଧାବନ କରିବ? ତିକ୍ତତାପୂର୍ଣ୍ଣ ଅଭିଯୋଗ ସବୁ ତୁମେ ମୋ ବିରୁଦ୍ଧରେ ଲେଖିଅଛ। ଯୌବନ କାଳର ଅପରାଧର ଫଳକୁ ତୁମେ ମୋତେ ଭୋଗ କରାଉଛ। ତୁମେ ମୋର ପାଦକୁ ଚରଣ କଡ଼ିରେ ଆବଦ୍ଧ କରୁଅଛ ଓ ମୋର ପଥ ନିରୀକ୍ଷଣ କରୁଅଛ। ତୁମେ ମୋର ପଦାଙ୍କ ପାଇଁ ସୀମା ସରହଦ ସ୍ଥାପନ କରୁଅଛ। ମନୁଷ୍ୟ ପଚା ବସ୍ତୁ ସଦୃଶ ବିନାଶ ହୁଏ। ସେ କୀଟ ଦ୍ରଷ୍ଟ ବସ୍ତ୍ର ତୁଲ୍ୟ ବିନଷ୍ଟ ହୁଏ। ଅଧ୍ୟାୟ 14। ନାରୀଜାତ ମନୁଷ୍ୟ କ୍ଷୁଦ୍ରାୟୁ ବିଶିଷ୍ଟ ଏକ ଜୀବ। ତାର ଦିନ ସମୂହ କ୍ଲେଶପୂର୍ଣ୍ଣ ଅଟେ। ପୁଷ୍ପ ସଦୃଶ ସେ ଉଭା ହୁଏ ଓ ତତ୍ପରେ ଝଡ଼ି ପଡ଼େ। ସେ ଛାୟା ସଦୃଶ କ୍ଷଣସ୍ଥାୟୀ, ସେ ସ୍ଥାୟୀ ରହେ ନାହିଁ। ସେପରି ଜଣେ ବ୍ୟକ୍ତି ପ୍ରତି ତୁମେ କ'ଣ ଦୃଷ୍ଟି ଦେଇଅଛ? ତୁମେ କ'ଣ ତାକୁ ବିଚାର ପାଇଁ ଆହ୍ୱାନ କରିଅଛ? ଅଶୁଦ୍ଧତାରୁ ଶୁଦ୍ଧତାକୁ କିଏ ବାହାର କରିପାରେ? ସେଥିପାଇଁ ସମର୍ଥନ କେହି ନାହିଁ।
ତାର ଦିନ ସବୁ ନିର୍ଣ୍ଣିତ ହୋଇ ତାର ମାସ ସକଳ ତୁମଠାରେ ନିର୍ଭର କରେ। ତୁମେ ତାର ସୀମା ସରହଦ ସ୍ଥିର କରିଅଛ, ସେ ତାହାକୁ ଅତିକ୍ରମ କରିବ ନାହିଁ। ତାଠାରୁ ତୁମର ନେତ୍ର ଯୁଗଳକୁ ଅପସାରି ନିଅ, ତାକୁ ଏକାକୀ ଛାଡ଼ିଦିଅ। ତାହା ହେଲେ ମଜୁରିଆ ସଦୃଶ ସେ ନିଜର ଦିନଗୁଡ଼ିକୁ ଉପଭୋଗ କରିବ। ବୃକ୍ଷଟିର ଆଶା ରହିଛି, କଟାଗଲେ ତାହା ପୁନରାୟ ଅଙ୍କୁରିତ ହେବ, ତାହା ନୂତନ ଶାଖା ପ୍ରଶାଖାରୁ ବଞ୍ଚିତ ହେବ ନାହିଁ। ଯଦ୍ୟପି ତାହାର ମୂଳ ଭୂଗର୍ଭରେ ଜରାଜୀର୍ଣ୍ଣ ହୁଏ ଓ ତାହାର ଖୁଣ୍ଟ ଧୂଳିରେ ଶୁଷ୍କ ହୋଇଯାଏ, ତଥାପି ଜଳର ବାସ୍ନା ପାଇବା କ୍ଷଣି ତାହା ପୁନରାୟ ପଲ୍ଲବିତ ହୁଏ ଏବଂ ତରୁଣ ଉଦ୍ଭିଦ ସଦୃଶ ନୂତନ ଶାଖା ପ୍ରଶାଖା ବିସ୍ତାର କରିବ। କିନ୍ତୁ ମନୁଷ୍ୟଟି ମୃତ୍ୟୁବରଣ କରି ସମାଧିସ୍ଥ ହୁଏ। ଅନ୍ତିମ ଶ୍ୱାସ ତ୍ୟାଗ କଲା ପରେ ସେ ବା କାହିଁ? ଜଳାଶୟର ଜଳ ଯେପରି ଅଦୃଶ୍ୟ ହୁଏ ଓ ନଦୀଟି ଶୁଷ୍କ ହୋଇ ଅପ୍ରତ୍ୟସ୍ତ ହୁଏ, ସେହିପରି ଶଯ୍ୟାଗତ ହେଲା ପରେ ମନୁଷ୍ୟ ପୁନରାୟ ଉଠେ ନାହିଁ। ନଭମଣ୍ଡଳ ନଥିବା ପର୍ଯ୍ୟନ୍ତ ସେ ଉଜାଗର ହେବ ନାହିଁ, ସେ ନିଦ୍ରାରୁ ଜାଗି ଉଠିବ ନାହିଁ। ତୁମେ ମୋତେ ଯଦି ପାତାଳରେ ଲୁକାୟିତ କରି ରଖିଥାନ୍ତ, ତୁମର କ୍ରୋଧ ଉପଶମିତ ହେବା ପର୍ଯ୍ୟନ୍ତ ତୁମେ ମୋତେ ଲୁଚାଇ ରଖିଥାନ୍ତ, ମୋତେ ସ୍ମରଣ କରିବା ପାଇଁ ତୁମେ ଗୋଟିଏ ଦିନ ନିରୂପଣ କରିଥାନ୍ତ। ମୃତ୍ୟୁବରଣ କଲା ପରେ ମନୁଷ୍ୟ ପୁନର୍ଜୀବିତ ହେବ କି? ତାହାହେଲେ ମୋର ସେବା କାର୍ଯ୍ୟର ପରିସମାପ୍ତି ପରେ ମୁକ୍ତିର ଦିନ ପାଇଁ ମୁଁ ଅପେକ୍ଷା କରିଥାନ୍ତି। ତାହାହେଲେ ତୁମେ ମୋତେ ଡାକିଥାନ୍ତ, ମୁଁ ତୁମକୁ ଉତ୍ତର ଦେଇଥାନ୍ତି। ତୁମର ହସ୍ତ ନିର୍ମିତ କାର୍ଯ୍ୟକୁ ପୁନର୍ବାର ଦେଖିବା ପାଇଁ ତୁମେ ଇଚ୍ଛୁକ ହୋଇଥାନ୍ତ। ତାହାହେଲେ ତୁମେ ମୋର ପଦକ୍ଷେପ ସବୁ ଗଣନା କରିଥାନ୍ତ, ମୋର ପାପ ପ୍ରତି ତୁମେ ନିରୀକ୍ଷଣ କରିନଥାନ୍ତ। ତେବେ ମୋର ଅପରାଧଗୁଡ଼ିକୁ ଥଳି ମଧ୍ୟରେ ଆବଦ୍ଧ କରି ତୁମେ ମୁଦ୍ରାଙ୍କନ କରିଥାନ୍ତ, ମୋର ଦୋଷକୁ ତୁମେ ଆଚ୍ଛାଦନ କରିଥାନ୍ତ। କିନ୍ତୁ ପତିତ ହୋଇ ପର୍ବତ ବିଧ୍ୱସ୍ତ ହେବ ଓ ପଥର ନିଜ ସ୍ଥାନରୁ ବିଚ୍ୟୁତ ହେବ। ପଥର ସମୂହକୁ ଜଳପ୍ରବାହ ଘର୍ଷଣ ଦ୍ୱାରା ହ୍ରାସ କରିଦିଏ, ବୃଷ୍ଟି ଧୂଳିକୁ ଧୋଇ ଦିଏ। ତୁମେ ଏହିପରି ମନୁଷ୍ୟର ପ୍ରତ୍ୟାଶାକୁ ବିନାଶ କରୁଥାଅ। ତୁମେ ସର୍ବଦା ତା ଉପରେ ଜୟଯୁକ୍ତ ହେଉଥାଅ, ଫଳରେ ସେ ଅଦୃଶ୍ୟ ହୁଏ। ତୁମେ ତାର ମୁଖକୁ ବିଷଣ୍ଣ କରି ତାକୁ ବିଦାୟ ଦେଇଅଛ। ତାର ପୁତ୍ରଗଣ ଶ୍ରଦ୍ଧାସ୍ପଦ ହୁଅନ୍ତି, କିନ୍ତୁ ସେ ତାହା ଜାଣେ ନାହିଁ। ସେମାନେ ପତିତ ହୁଅନ୍ତି, କିନ୍ତୁ ସେ ତାହାର ବୋଧ ପାଏ ନାହିଁ। ସେ କେବଳ ନିଜ ଶରୀରର ବେଦନା ଅନୁଭବ କରେ, ସେ କେବଳ ନିଜ ସମ୍ବନ୍ଧରେ ବିଳାପ କରେ। ଅଧ୍ୟାୟ 15। ଏଲିଫାସର ଦ୍ୱିତୀୟ ଭାଷଣ। ଇୟୋବଙ୍କ ବାକ୍ୟ ସବୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରେ। ଏହାପରେ ତେମାନୀୟ ଏଲିଫାସ ପୁନର୍ବାର ଏହି କଥା କହିଲା, କୌଣସି ଜ୍ଞାନୀ ବ୍ୟକ୍ତି ଅଯୌକ୍ତିକ କଥା କହି ଯୁକ୍ତି ବାଢ଼ିବ କି? ସେ କ'ଣ ପ୍ରାଚ୍ୟରୁ ପ୍ରବାହିତ ବାୟୁ ଦ୍ୱାରା ନିଜକୁ ଭରିଦେବ? ସେ କ'ଣ ନିଷ୍ପ୍ରୟୋଜନୀୟ ବାର୍ତ୍ତାଳାପ ଦ୍ୱାରା ବାଦାନୁବାଦ କରିବ? କିନ୍ତୁ ସେ କ'ଣ ନିରର୍ଥକ ବାକ୍ୟ ଉଚ୍ଚାରଣ କରିବ? କିନ୍ତୁ ତୁମେ ଈଶ୍ୱରଙ୍କ ପ୍ରତି କୌଣସି ଭୟଭକ୍ତି ପ୍ରଦର୍ଶନ କରୁନାହ। ତୁମେ ଈଶ୍ୱରଙ୍କ ସମ୍ବନ୍ଧରେ ଅନୁଧ୍ୟାନ ମଧ୍ୟ ବାରଣ କରୁଅଛ, କାରଣ ତୁମର ଦୋଷ ତୁମର ମୁଖରୁ ଶିକ୍ଷା ଦିଏ। ଜଟିଳ ବ୍ୟକ୍ତିମାନଙ୍କର ଭାଷା ତୁମେ ବ୍ୟବହାର କରୁଅଛ, ମୁଁ ନୁହେଁ, ବରଂ ତୁମର ମୁଖ ହିଁ ତୁମକୁ ଦୋଷୀ ସାବ୍ୟସ୍ତ କରେ। ତୁମର ସ୍ୱୟଂ ଅଧର ତୁମ ବିରୁଦ୍ଧରେ ସାକ୍ଷ୍ୟ ପ୍ରମାଣ ଦିଏ। ତୁମେ କ'ଣ ପ୍ରଥମ ଜାତ ହୋଇଥିବା ମନୁଷ୍ୟ? କିମ୍ବା ତୁମେ କ'ଣ ପାହାଡ଼ଗୁଡ଼ିକ ପୂର୍ବରୁ ନିର୍ମିତ ହୋଇଥିଲ? ଈଶ୍ୱରଙ୍କ ପରିଷଦର ଆଲୋଚନା ତୁମେ କ'ଣ ଶୁଣିଅଛ?
ତୁମେ କ'ଣ ସମସ୍ତ ପ୍ରଜ୍ଞା ତୁମଠାରେ ସୀମିତ ରଖିଅଛ? ଆମେ ନ ଜାଣିଥିବା ବିଷୟ କ'ଣ ତୁମେ ଜାଣିଅଛ? ଆମ ପ୍ରତି ଅସ୍ପଷ୍ଟ ଥିବା ବିଷୟ ତୁମେ କ'ଣ ବୁଝିପାରିଅଛ? ଧୂସର କେଶ ବିଶିଷ୍ଟ ତଥା ବୃଦ୍ଧ ବ୍ୟକ୍ତି ଉଭୟେ ଆମ ମଧ୍ୟରେ ଅଛନ୍ତି। ସେମାନେ ତୁମ ପିତାଙ୍କ ଅପେକ୍ଷା ଅଧିକ ବୟୋବୃଦ୍ଧ ଅଟନ୍ତି। ଈଶ୍ୱର ପ୍ରେରିତ ଆଶ୍ୱାସନାକୁ ତୁମେ କ'ଣ ଅବମାନନା କରୁଅଛ? କିମ୍ବା ତୁମ ସହ ସୌମ୍ୟ ଭାବେ କଥା କହୁଥିବା ବ୍ୟକ୍ତିକୁ ତୁମେ କ'ଣ ଅବହେଳା କରୁଅଛ? ତୁମେ ଆବେଗ ଦ୍ୱାରା କାହିଁକି ତୁମ ହୃଦୟକୁ ଉତ୍ତେଜିତ ହେବାକୁ ଛାଡ଼ିଦେବ ଓ କାହିଁକି ତୁମର ନେତ୍ର ପ୍ରଜ୍ୱଳିତ ହେବ? ତୁମେ ଈଶ୍ୱରଙ୍କ ବିରୁଦ୍ଧରେ କାହିଁକି ତୁମର କପାନଳ ପ୍ରଜ୍ୱଳିତ କରିବ ଓ ଏହିପରି ବାକ୍ୟ ସବୁ ତୁମ ମୁଖରୁ ନିଃସୃତ ହେବାକୁ ଛାଡ଼ିଦେବ? ମନୁଷ୍ୟ କ'ଣ ଯେ ସେ ନିଷ୍କଳଙ୍କ ହୋଇପାରେ? କିମ୍ବା ନାରୀ ଜାତ ବ୍ୟକ୍ତି କିଏ ଯେ ସେ ନୀତିନିଷ୍ଠ ହୋଇପାରେ? ଦେଖ, ନିଜର ପବିତ୍ର ଦୂତମାନଙ୍କଠାରେ ମଧ୍ୟ ଈଶ୍ୱର ଆସ୍ଥା ସ୍ଥାପନ କରନ୍ତି ନାହିଁ। ତାହାଙ୍କର ଦୃଷ୍ଟିରେ ସ୍ୱର୍ଗ ମଧ୍ୟ ଶୁଦ୍ଧ ନୁହେଁ। ତାହା ହେଲେ ଯିଏ ଜଘନ୍ୟ ତଥା ଦୂଷିତ ଓ ଜଳ ସଦୃଶ ଅନୀତି ପାନ କରେ, ସେପରି ଜଣେ ମନୁଷ୍ୟ କେତେ କମ୍ ପରିମାଣରେ ନୀତିନିଷ୍ଠ ହୋଇପାରେ? ମୁଁ ତୁମକୁ ବୁଝାଇ ଦେବି। ମୋ ପ୍ରତି କର୍ଣ୍ଣପାତ କର। ଯାହା ମୁଁ ନିଜେ ଦେଖିଛି ତାହା ହିଁ ମୁଁ ଘୋଷଣା କରିବି। ଯାହା ନିଜ ପିତୃପୁରୁଷମାନଙ୍କ ଠାରୁ ପରମ୍ପରାଗତ ଭାବେ ପ୍ରାପ୍ତ ବୋଲି ଜ୍ଞାନୀମାନେ କହିଥିଲେ ଓ ଯାହା ସେମାନେ ଲୁଚାଇ ରଖି ନଥିଲେ, ତାହା ହିଁ ଏହା। କେବଳ ସେମାନଙ୍କ ପ୍ରତି ଦେଶଟି ପ୍ରଦତ୍ତ ହୋଇଥିଲା। କୌଣସି ବିଦେଶୀ ସେମାନଙ୍କ ମଧ୍ୟ ଦେଇ ଭ୍ରମଣ କଲା ନାହିଁ। ଯେଉଁ ବର୍ଷ ସମୂହ ଅଧର୍ମୀମାନଙ୍କ ଉଦ୍ଦେଶ୍ୟରେ ନିରୂପିତ ହୋଇଛି, ସେ ସମସ୍ତ ସମୟ ବ୍ୟାପୀ ଦୁଷ୍ଟ ବ୍ୟକ୍ତିଗଣ ବେଦନାରେ ଜର୍ଜରିତ ହୁଅନ୍ତି। ତାର କର୍ଣ୍ଣରେ ଆତଙ୍କଜନିତ ଶବ୍ଦ ଧ୍ୱନିତ ହୁଏ। ଐଶ୍ୱର୍ଯ୍ୟ କାଳରେ ବିନାଶକ ତାକୁ ଆକ୍ରମଣ କରିବ। ଅନ୍ଧାରରୁ ମୁକ୍ତ ହେବ ବୋଲି ସେ ବିଶ୍ୱାସ କରେ ନାହିଁ। ଖଡ଼୍ଗ ଦ୍ୱାରା ନିହତ ହେବା ପାଇଁ ସେ ନିର୍ଣ୍ଣିତ। ଖାଦ୍ୟ କାହିଁ ଏପରି କହି ତାହାର ଅନ୍ୱେଷଣରେ ସେ ଇତସ୍ତତ ପରିଭ୍ରମଣ କରେ। ତମସାର ଦିନ ଆସନ୍ନ ବୋଲି ସେ ଜାଣେ। ଦୁଃଖ ତଥା ଉତ୍କଣ୍ଠା ତାକୁ ଭୟଚକିତ କରେ। ଯୁଦ୍ଧ ପ୍ରସ୍ତୁତ ଜଣେ ରାଜାଙ୍କ ଭଳି ସେ ତାକୁ ଅଧିକାର କରେ। ଯେହେତୁ ସେ ଈଶ୍ୱରଙ୍କ ବିରୁଦ୍ଧରେ ହସ୍ତୋତ୍ତୋଳନ କରିଅଛି ଓ ସର୍ବଶକ୍ତିମାନଙ୍କୁ ଅମାନ୍ୟ କରିଅଛି, ଯେହେତୁ ମୋଟା ଢାଲ ଧାରଣ କରି ଅନନମନୀୟ ଭାବେ ତାହାଙ୍କ ବିରୁଦ୍ଧରେ ସେ ଧାବନ କରିଅଛି, ଯେହେତୁ ସେ ନିଜ ମୁଖକୁ ମେଦ ଦ୍ୱାରା ଆବୃତ କରାଇଛି ଓ ତାର କଟି ଦେଶକୁ ମେଦ ଦ୍ୱାରା ଆଚ୍ଛାଦିତ କରାଇଛି, ଯେହେତୁ ତାହା ଧ୍ୱଂସ ହେବା ପାଇଁ ନିରୂପିତ, ସେହି ବିଜନ ନଗରୀ ତଥା ମନୁଷ୍ୟ ବାସ ପାଇଁ ଅନୁପଯୋଗୀ ଗୃହ ସମୂହରେ ସେ ଅବସ୍ଥାନ କରନ୍ତି, ସେହେତୁ ସେ ବିତ୍ତଶାଳୀ ହେବ ନାହିଁ। ତାର ସମ୍ପଦ ସ୍ଥାୟୀ ହୋଇ ରହିପାରିବ ନାହିଁ, କିମ୍ବା ସେ ଭୂଗର୍ଭରେ ଚେରପାତିତ ନାହିଁ। ସେ ଅନ୍ଧକାରରୁ ମୁକ୍ତ ହେବ ନାହିଁ। ଅଗ୍ନି ତାର ଶାଖା ପ୍ରଶାଖାକୁ ଶୁଷ୍କ କରିଦେବ। ବାୟୁ ପ୍ରବାହ ତାର ପୁଷ୍ପକୁ ଉଡ଼ାଇ ଦେବ। ନିଜକୁ ପ୍ରତାରିତ ନ କରି ସେ ଶୂନ୍ୟତାରେ ନିର୍ଭର ନ କରୁ, କାରଣ ତାର ପ୍ରତିଦାନ ଶୂନ୍ୟତା ହେବ। ତାର ସମୟ ପରିପୂର୍ଣ୍ଣ ହେବା ପୂର୍ବରୁ ତାହା ପୂର୍ଣ୍ଣ ମାତ୍ରାରେ ତାକୁ ପ୍ରଦତ୍ତ ହେବ। ତାର ଶାଖା ସବୁ ସବୁଜ ହୋଇ ରହିବ ନାହିଁ। ଦ୍ରାକ୍ଷାଲତା ସଦୃଶ ତାର ଅପକ୍ଵ ଫଳ ଝଡ଼ି ପଡ଼ିବ ଓ ଜିତ୍ ବୃକ୍ଷ ସଦୃଶ ତାର ପୁଷ୍ପ ଖସି ପଡ଼ିବ। କାରଣ ଅଧର୍ମୀମାନଙ୍କର ସଂଘ ନିଷ୍ଫଳ ଅଟେ ଓ
ଓ ଲାଞ୍ଚ ଗ୍ରହଣକାରୀ ତମ୍ବୁ ଅଗ୍ନିରେ ଦଗ୍ଧ ହେବ। ସେମାନେ ଅନିଷ୍ଟକୁ ଗର୍ଭଧାରଣ କରି ଅସତକୁ ଜନ୍ମ ଦିଅନ୍ତି। ସେମାନଙ୍କର ହୃଦୟ ପ୍ରବଞ୍ଚନା ପ୍ରସ୍ତୁତ କରେ।